श्री गणेशाय नमः। ओम नमो भगवते वासुदेवाय। नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानन्दमाधवम्। नमस्कार। भागवत महापुराण आज आम शुणा नवम स्कंध प्रथम अध्याय। जदि चैनल नुआ अच्छी चैनल को सब्सक्राइब करी बेल आइकन को प्रेस करी दियंतो। प्रतिदिन सकाळ 6टारू 7टा जाए भागवत गोटे अध्याय हेउ पछे निश्चित शुणा चेष्टा करंतु। आसंतु आरंभ करिबा नवम स्कंध प्रथम अध्याय। नीलाम्बुज श्यामल कोमलांग सीता समारोपित वामभागं पाणौ महासायक चारुचापं नमामि रामं रघुवंशनाथम्। नवम स्कन्धे स कथा सूर्यचंद्र वंश व्यवस्था ताहार प्रथम अध्याये वैवस्वत मनुवंशरे सुद्युम्न नारी रूप होई चंद्रवंश को पूजाई आनंदे अभिमन्यु सुत सुनित गोविंद चरित। व्यास कुमार मुख चाहि बोलई सिरे कर देई राजा परीक्षित वाच भोमुनि मनंतर कथा कहिल सकल व्यवस्था जे मनंतरे जेबा देहि धर्म रक्षणे भावग्राही अनंत जाहार महिमा के जानी पारे गुण सीमा। तुम्भे कहिल मुहि शुणी विष्णुर महिमा प्रमाणी द्रविड़ेश्वर सत्यव्रत से राज ऋषि दैवत अतीत कल्पांतरे थिला भावे से विष्णु को भेटिला नित्य गोविंद पाद ध्याई विष्णुर तहु शिक्षा पाई पुणे से सृष्टि आदि काले केमंते वैवस्वत कूले वैवस्वत मन होई जन्म लभिला देह बही पुणे ताहार वीर्ये जात केते बा होइले कसुत इक्ष्वाकु आदि जेते सुते राजा होइला ए जगते एणु आदित्य कूले जेते कहिबा वंशानुचरिते जाहार वंशे जेबा होई ए भूमि तले देह बही जेबा चरित कले जेते भोमुनि कह मग्रते मते संकट उद्धर मुतुम्भ चरणे किंकर भूत भविष्य वर्तमाने संपूर्ण वंशानुकीर्तने जेबा जगते कला जाहा कहिबा मते जेबे दया सुतवाच एमंते ऋषि गण मध्ये उत्तरा सुत अनुवादे शुणी आनंदे कृत कृत्य कहन्ति व्यासंकर सुत
ଶ୍ରୀଶୁକବାଚ ଶୁଣ ପରୀକ୍ଷ ନରନାଥ ଆଦିତ୍ୟ ବଂଶାନୁଚରିତ ହରି ମହିମା ଅପ୍ରମିତ କେଅବା କଥନେ ସମର୍ଥ ସଂକ୍ଷେପେ କହିବଇଁ ତୋତେ ମୁଁ ଯୋଗ ବଳେ ଜାଣେ ଯେତେ ଏ ଭୂମି ମଧ୍ୟେ ଦେହ ବହି ସତେ ବରଷେ କେବା କହି ରବିର ବଂଶେ ନୃପ ଯେତେ ଯେ ଯାହା କଲେ ଜଗତେ ଭକତ ଶିଷ୍ୟ ଏହା କହି ଏବେ ତୁ ଶୁଣ ଚିତ୍ତ ଦେଇ ଯେ ବାଉ ପୂଜେ ଯାର ଅଂଶେ ବୈବସ୍ୱତ ମନୁ ବଂଶେ ଶୁଣ ପାଣ୍ଡବ ନର ଈଶ କଳ୍ପାନ୍ତେ ପରମ ପୁରୁଷ ଯେ ହରି ଜଗତ କାରଣ ଜଗତ ଆତ୍ମା ନାରାୟଣ ପୂର୍ବେ ସେ ସଂସାର ସଂଘରି ଜଳେ ଅନନ୍ତ ଶଯ୍ୟା କରି ନିବିଡ଼ ଅନ୍ଧାରେ ଶୋଇଲେ ତାହାକୁ କେହି ନ ଦେଖିଲେ ସେ ପୁଣି ପ୍ରଳୟର ଅନ୍ତେ ଉତ୍ଥାନେ ଶୋଏ ଅନାୟତେ ତା ନାଭି କମଳୁ ପ୍ରକାଶ ହୋଇଲା ହିରଣ୍ମୟ କୋଶ ସୁବର୍ଣ୍ଣମୟ ଦିବ୍ୟ ରୂପୀ ଉଠିଲା ମହାଜଳ ବ୍ୟାପୀ ସେ ପଦ୍ମ କୁସୁମ ବ୍ରହ୍ମା ଜାତ ଯାର ଶରୀରୁ ଏ ଜଗତ ଭୂମି ଭି ଆଇ ଯୋଗ ବଳେ ବସିଲା ସମାଧି ନିଶ୍ଚଳେ ବ୍ରହ୍ମାର ମନରୁ ବାହାର ହୋଇଲା ମରିଚି କୁମର କଶ୍ୟପ ତାର ତହୁଁ ଜାତ ଯାର ମହିମା ଅପ୍ରମିତ ଦକ୍ଷ ଦୁହିତା ବିଭା କଲା ତା ତହୁଁ ସୂର୍ଯ୍ୟ ଉପୁଜିଲା ସୂର୍ଯ୍ୟର ପତ୍ନୀ ସଂଜ୍ଞା ନାମ ଅତି ସୁନ୍ଦର ଅନୁପମ ତାର ଉଦରୁ ଦିବ୍ୟ ତନୁ ହୋଇଲା ଶ୍ରାଦ୍ଧ ଦେବ ମନୁ ସେ ପୁଣି ଶ୍ରଦ୍ଧା କନ୍ୟା ଗର୍ଭେ ଦଶ କୁମାର କଲା ଭାବେ ରୂପେ ଶୋଭିତ ଅନୁପମ ଶୁଣ ହୋ ତାହାଙ୍କର ନାମ ଇକ୍ଷ୍ୱାକୁ ନୃଗ ପୁତ୍ର ବେନି ସର୍ଜାତି ତିଷ୍ଠ ଧୃଷ୍ଟ ଘେନି ପୁଣି କରୁଷ ନରିଷ୍ୟନ୍ତ ପୃଷଧ୍ର ନଭ ଗୌଦିତ ହୋଇଲେ ପୁଣି କବି ଆଦି ଏ ରୂପେ ଦଶ ଯେ ପ୍ରସିଦ୍ଧି ସେ ଶ୍ରାଦ୍ଧ ଦେବ ପୁତ୍ର ଅର୍ଥେ ବିଚାରି ବଶିଷ୍ଠ ସଙ୍ଗତେ ମିତ୍ରା ବରୁଣ ଅର୍ଥେ ଇଷ୍ଟି ଆରମ୍ଭ କଲା ସେ ପୁତ୍ରେଷ୍ଟି ଏମନ୍ତେ ତାର ଶ୍ରଦ୍ଧା ନାରୀ ବଶିଷ୍ଠ ସଙ୍ଗତେ ବିଚାରି ବୋଲଇ ମୋହି ପୟବ୍ରତା ଯେମନ୍ତେ ହୋଇବ ଦୁହିତା ସେ ଅର୍ଥେ ଯଜ୍ଞ ତୁମ୍ଭେ କର ସେ ବହି ଚରଣ ତୁମ୍ଭର ତା ଶୁଣି ହୋତା ଯେବା ଥିଲା ବିପ୍ରଙ୍କ ସଙ୍ଗେ ବିଚାରିଲା ଆହୁତି ଦେଲା କୟୁତ ଏମନ୍ତେ କନ୍ୟା ହେଲା ଜାତ ତା ରୂପ ଜଗତ ମୋହିଲା ତାହାକୁ ଇଳା ନାମ ଦେଲା ରାତ୍ରେ ସେ କନ୍ୟା ରତ୍ନ ଦେଖି ରାଜନ ଶୟନ ଉପେକ୍ଷି ବୋଲଇ ବିପ୍ରଙ୍କୁ ଅନାଇ
ଏମନ୍ତ ଦେଖିଲା ତ ନାହିଁ। ତୁମ୍ଭେ ସକଳେ ବ୍ରହ୍ମବେତ୍ତା, ଏ କର୍ମ ସମ୍ଭବ କଥା। ବ୍ରାହ୍ମଣ କର୍ମ ତନୁ ହଇ, ଏ କର୍ମ କଲ କିସ ପାଇଁ। ତୁମ୍ଭେ ଯେ ନିଜ ତପ ବଳେ, ଦଗ୍ଧ କଳୁଷ ଏ ଶୟଳେ। ସଂକଳ୍ପ ହୋଇଲା ଅନ୍ୟଥା, ଏ ବଡ଼ ଅସମ୍ଭବ କଥା। ଅଜ୍ଞାନୀ ଜନଙ୍କର ମତ, ମୋର ସଂକଳ୍ପ ବିପରୀତ। ଏମନ୍ତେ ମନୁର ନିକଟେ, ବଶିଷ୍ଠ ମିଳି ଯଜ୍ଞ ବାଟେ। ହୋତାଙ୍କ ବ୍ୟଭିଚାର ଜାଣି, ମନଙ୍କୁ କହନ୍ତି ଯେ ମୁନି। ତୋର ନିଜ ନାରୀ ବୋଲେ, ଦୁହିତା ଅର୍ଥେ ଯଜ୍ଞ କଲେ। ମୁଁ ଏବେ ସାଧିବି ତୋ ଅର୍ଥେ, କହିବି ବିଷ୍ଣୁଙ୍କ ଗ୍ରତେ। ଯେମନ୍ତେ କନ୍ୟା ତୋହର, ହୋଏ ପୁରୁଷ କଳେ ବର। ଏମନ୍ତ କହି ମହାଯତି, ବିଷ୍ଣୁଙ୍କୁ କଲେ ଦିବ୍ୟ ସ୍ତୁତି। ବଶିଷ୍ଠ ସ୍ତୁତି ବାକ୍ୟ ଶୁଣି, ତକ୍ଷଣେ ପ୍ରଭୁ ଚକ୍ରପାଣି। ଇଳା କନ୍ୟାକୁ ବିଷ୍ଣୁ ଚାହିଁ, ବୋଇଲେ ପୁତ୍ର ହୁଅ ତୁହି। ତକ୍ଷଣେ ପୁରୁଷ ହୋଇଲା, ସୁଦମ୍ୟ ତାର ଘେଲା। ନିଜ ଭୁବନେ ଗଲେ ହରି, ଏବେ ହୋ ଶୁଣ ଦଣ୍ଡଧାରୀ। ବେଦ ବଚନର ସ୍ୱଭାବ, କେ ତାହା ଅନ୍ୟଥା କରିବ। ଶୁଣ ରାଜନ ଶୁଦ୍ଧ ମନେ, ସେ ମନୁ ପୁତ୍ର ଏକ ଦିନେ। ମୃଗୟା ଅର୍ଥେ ଘୋର ବନେ, ପଶିଲା ହରଷିତ ମନେ। ଧନକୁ ଦୃଢ଼େ ଧରି କରେ, ବସିଲା ଅଶ୍ୱର ଉପରେ। ସେବକ ତାହାର ସଙ୍ଗତେ, ଧାଇଁଲେ ଅଶ୍ୱପୃଷ୍ଠ ଗତେ। ନାନା ଆୟୁଧ କରେ ଧରି, ପଶୁ ଖୋଜନ୍ତି ବନେ ହେରି। ଗିରି କାନନେ ଲତା କୁଞ୍ଜେ, ଖୋଜି ଅନେକ ଗିରି ପୁଞ୍ଜେ। ମୃଗ ନ ଦେଖି ଘୋର ବନେ, ପଶିଲେ ଉତ୍ତର କାନନେ। ମେରୁ ନିକଟେ ଖେଦ ମନେ, ମିଳିଲେ ସୁକୁମାର ବନେ। ସେବନେ ପ୍ରଭୁ ଶୂଳଧାରୀ, ସଙ୍ଗତେ ଘେନି ନିଜ ନାରୀ। ନିରତେ ଜଡ଼ିତ ମଦନେ, ଗୌରୀ ସଙ୍ଗତେ ନିର୍ଜନେ। ନିତ୍ୟ ରମନ୍ତି ସୁଖ ମନେ, ଆନନ୍ଦେ ପୁଷ୍ପିତ କାନନେ। ସେବନେ ପଶି ମନୁ ବୋଳା, ଅନେକ ପଶୁ ବଧ କଲା। ମୃଗଙ୍କୁ ମାରି ଅବହେଳେ, ଗ୍ରାମକୁ ଆସିବାର ବେଳେ। ଅସ ସହିତେ ସର୍ବଜନେ, ପଶିଲେ ସୁକୁମାର ବନେ। ସର୍ବେ ହୋଇଲେ ସ୍ତ୍ରୀ ଗଣ, ଅସ ସହିତେ କୁଘଟଣ। ଚାହାନ୍ତି ଅନ୍ୟ ଅନ୍ୟ ମୁଖେ, ସର୍ବେ ରହିଲେ ମନ ଦୁଃଖେ। ସ୍ତ୍ରୀ ସ୍ୱଭାବେ କଲେ ଭ୍ରାନ୍ତି, ସଜନ୍ତେ ଚଳି ନ ପାରନ୍ତି। ଶୁକବଦନ ବାକ୍ୟ ଶୁଣି, ବୋଲେ ପାଣ୍ଡବ ଚୂଡ଼ାମଣି। ରାଜା ପରୀକ୍ଷିତ ବାଚ, ଭୂମୁନି ଅସମ୍ଭବ ବାଣୀ। ହୃଦୟ କମ୍ପିଲା ତ ଶୁଣି, ନାରୀ ହୋଇଲେ କିସ ଅର୍ଥେ।
একথা কহ মগ্রতে সদ্যম্ন মনুর নন্দন পুরুষ কলে ভগবান সে কিম্পা কামিনী হইলা অসহিতে মনু বলা কিয় বা বনে ଥିଲା দোষ কিবা শঙ্কর কলে রোষ কেম্পা হইলে স্ত্রী দেহ ସଂଶୟ ଯାଉ ମୁନି କହ ମୁନି କହନ୍ତି ଅନୁରାଗେ ଆନନ୍ଦେ ପରୀକ୍ଷିତ ଆଗେ ଶ୍ରୀ ଶୁକବାଚ ଶୁଣ ହେ ଅଭିମନ୍ୟୁ ସୁତ କହିବା ତହିଁର ଚରିତ ଶପଥ ଋଷି ଏକ ଦିନେ ଗଲେ ଶଙ୍କର ଦର୍ଶନେ ଦିଶନ୍ତି ରବି ତେଜ ପ୍ରାୟେ ସେବନେ ଚଳନ୍ତି ନିର୍ଭୟେ ଦୂରୁ ତାହାଙ୍କ ରୂପ ଦେଖି ଅମ୍ବିକା ଶୟନ ଉପେକ୍ଷି ଶଙ୍କର ସଙ୍ଗ ଛାଡ଼ି ବେଗେ ବସ୍ତ୍ର ପିନ୍ଧିଲେ ବୃକ୍ଷ ଲାଗେ ଲାଜେ ଲୁଚାଇ କଳେ ବର ଭୟ କମ୍ପନ୍ତି ଥର ହର ଶଙ୍କର ରହେ ଅଧୋମୁଖେ ଚାହିଁ ନ ପାରି ମନ ଦୁଃଖେ ଏମନ୍ତ ମୁନି ଗଣ ଚାହିଁ ପାଦେକ ନ ପାରନ୍ତି ଯାଇ ତାହାଙ୍କ ଗତି ଦେଖି ଛନେ ତକ୍ଷଣେ ଗଲେ ଅନ୍ୟ ବନେ ପଥ ଚଳନ୍ତି ମହାଶ୍ରମେ ମିଳିଲେ ନାରାୟଣାଶ୍ରମେ ସେ କଥା ଜାଣି ଶୂଳ ପାଣି ଅମ୍ବିକା ମୁଖ ଚାହିଁ ଭଣି ପୁରୁଷ ହୋଇ ଯେବେ ଏଥେ ପ୍ରବେଶ ହୋଇବ ବନସ୍ତେ ତକ୍ଷଣେ ହେଉ ସ୍ତ୍ରୀ ରୂପ ଏମନ୍ତ ରୁଦ୍ର ଦେଲେ ଶାପ ସେଦିନୁ ମହାଦେବ ରୋଷେ ସେବନେ ପୁରୁଷ ନ ପୋଷେ ଏବେ ହୋ ଶୁଣ ନର ନାଥ ମନୁ ତନୟ ବିପରୀତ ଅସହିତେ ଘୋର ବନେ ସର୍ବେ ଭ୍ରମନ୍ତି ଦୁଃଖ ମନେ ସେବନ ଗଲେ ଅନ୍ୟ ବନେ ସୋମନନ୍ଦନ ତପସ୍ଥାନେ ଭ୍ରମନ୍ତି କୁଆରେ ଧରି ସ୍ୱଭାବେ ସର୍ବେ ମନହାରି ତାହାଙ୍କ ମଧ୍ୟେ ଇଳା ଦେଖି ସେ ବୁଧ ତପସ୍ୟା ଉପେକ୍ଷି ମନ କଳ୍ପିଲା କାମ ଭୋଳେ ତକ୍ଷଣେ ଧରି ତାକୁ କୋଳେ ବଳେ ରମିଲା ଚନ୍ଦ୍ରସୂତ ତକ୍ଷଣେ ହେଲା ପୁତ୍ର ଜାତ ତାହାକୁ ଦେଖି ଗୁଣଧାମ ଦେଲେ ସେ ପୁରୁରବା ନାମ ଏବେ ହୋ ଶୁଣ କୁରୁବୀର ସେବନେ ମନୋର କୁମର କୁଳ ଆଚାର୍ଯ୍ୟ ସୁମରିଲେ ତକ୍ଷଣେ ବଶିଷ୍ଠ ମିଳିଲେ ତାହାର ସ୍ତ୍ରୀ ରୂପ ଚାହିଁ ସେ ବ୍ରହ୍ମ ଋଷି ଦୟା ବହି ଯେମନ୍ତେ ପୁରୁଷ ହୋଇବ ତକ୍ଷଣେ ସେ ବି ସଦାଶିବ ଅନେକ କଲେ ଦିବ୍ୟ ସ୍ତୁତି ଶୁଣି ସନ୍ତୋଷ ପଶୁପତି ଆପଣା ବାକ୍ୟ ସତ୍ୟ ଅର୍ଥେ ବଶିଷ୍ଠ ଚାହିଁ ଦୟା ଚିତ୍ତେ ବୋଲନ୍ତି ଅମ୍ବିକାର ମଣ ବଶିଷ୍ଠ ମୋର ବାକ୍ୟ ଶୁଣ ଏ ଯେ ତୋହର ଗୋତ୍ରେ ଜାତ ସ୍ୱଭାବେ ଶ୍ରାଦ୍ଧ ଦେବ ସୁତ ମାସେ ହୋଇବ କାମିନୀ
ପୂର୍ବେ ମୋହର ବାକ୍ୟ ଘେନି ମାସେ ପୁରୁଷ ହୋଇବ, ଜୀବନ୍ତେ ଯେତେ କାଳ ଥିବ ଏମନ୍ତ ଦେଇ ତାକୁ ବର, ତକ୍ଷଣେ ଗଲେ 16 ଧର। ତହୁଁ କେତେକ ଦିନ ଗଲା, ମାସକେ ପୁରୁଷ ବଳା, ରାଜ୍ୟ ସେ କଲା ଏହି ମତେ, ନିଗମ ବାଣୀ ଅନୁମତେ, ତାହାର ରାଜ୍ୟେ ପ୍ରଜା ଜନେ, ବଞ୍ଚନ୍ତି ଦୁଃଖ ସୁଖ ମନେ। ତାର ହୋଇଲେ 3 ସୂତ୍ର, ଶୁଣ ହୋ ନୃପ ପରୀକ୍ଷିତ, ଗୟ ଉତ୍କଳ ପୁତ୍ର ବେନି, ବିମଳ ନାମେ ହୋଏ 3, ଦକ୍ଷିଣ ପଥେ 3 ରାଜା, ସୁଖେ ପାଳିଲେ ଜନ ପ୍ରଜା। ଏମନ୍ତେ କେତେ କାଳ ଗଲା, ସୁଦ୍ୟୁମ୍ନ ମନେ ବିଚାରିଲା, ପୁରୁର ବାକୁ ରାଜା କରି, ଛାଡ଼ିଲା ପ୍ରତିଷ୍ଠାନ ପୁରୀ। ତପସାଧନେ ବନେ ଗଲା, ସେ ବନେ ଶରୀର ଛାଡ଼ିଲା, ବୋଲଇ ବିପ୍ର ଜଗନ୍ନାଥ, ନବମ ସ୍କନ୍ଧେ ଭାଗବତ। ଚନ୍ଦ୍ରବଂଶର ଆଦ୍ୟ ପୀଡ଼, ସଜନେ ମନେ କର ଦୃଢ଼, ବଂଶାନୁଚରିତ ଏ ବାଣୀ, ଶୁଣି ସଂସାରୁ ତର ପ୍ରାଣୀ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ନବମ ସ୍କନ୍ଧେ ଇଳୋପାଖ୍ୟାନ ନାମ ପ୍ରଥମ ଅଧ୍ୟାୟ। ଦ୍ୱିତୀୟ ଅଧ୍ୟାୟ ମନୁପୁତ୍ରଙ୍କ ବଂଶ କଥା। ଦ୍ୱିତୀୟ ଅଧ୍ୟାୟ ବ୍ୟବସ୍ଥା। ଶ୍ରୀଶୁକବାଚ ସୁଦ୍ୟୁମ୍ନ ଶ୍ରାଦ୍ଧ ଦେବ ବଳା, ତପକରଣେ ବନେ ଗଲା, ପଛେ ଛାଡ଼ିଲା ନିଜ ତନୁ, ତା ଶୁଣି ବୈବସ୍ୱତ ମନୁ। ଅପୁତ୍ର ଭୟେ ସେ ଉଚ୍ଚାଟେ, ମିଳିଲା ଯମୁନାର ତଟେ, ସତେ ବରଷ ଦେବ ମତେ, ସମାଧି କରି ଦୃଢ଼ ଚିତ୍ତେ। ସନ୍ତତି ଅର୍ଥେ ସୂର୍ଯ୍ୟ ବଳା, ବିଷ୍ଣୁ ଚରଣେ ପୂଜା କଲା, ଅନେକ ମତେ ସ୍ତୁତି କରି, ତୋଷିଲା ପ୍ରଭୁ ନରହରି। ପ୍ରସନ୍ନ ହୋଇ ମହାବାହୁ, ବୋଇଲେ 10 ପୁତ୍ର ହେଉ। ଇକ୍ଷ୍ୱାକୁ ଆଦି 10 ପୁତ୍ରେ, ହୋଇଲେ କହି ଅଛି ତୋତେ। ସେ 10 ପୁତ୍ର ମଧ୍ୟେକ, ପ୍ରୋଷଧ୍ର ନାମେ ସୁବିବେକ। ବଶିଷ୍ଠ ବାକ୍ୟେ ଗୋରୁ ପାଳେ, ରାତ୍ରେ ବିରାସନେ ନିଶ୍ଚଳେ। ଏମନ୍ତେ ଏକ ଦିନ ରାତ୍ରେ, ମେଘ ଅନ୍ଧାର ବୃଷ୍ଟିପାତେ। ଜନ୍ତୁଙ୍କ ଘୋର ନିଦ୍ରା କାଳେ, ଶାର୍ଦୂଳ ମିଳିଲା ଗୋକୁଳେ। ଆଘ୍ରାଣେ ତାର ବାସ ପାଇ, ଭୟେ ଉଠିଲେ ସର୍ବଗାଈ। ଭ୍ରମନ୍ତି ଇତସ୍ତତ ହୋଇ, ବ୍ୟାଘ୍ର ଧଇଲା ଏକ ଗାଈ। ବେଗେ ଚାପିଲା ନଖ ଦାଢ଼େ, ପୁଣି ଆକର୍ଷି ପୁଣି ଛାଡ଼େ। ସେ ଗୋରୁ ଭୟେ ରାବ କଲା, ତା ଶୁଣି ଉଠି ମନୁ ବଳା। ତୀକ୍ଷ୍ଣ ଖଡ଼ଗ ହସ୍ତେ ଘେନି, ନିବିଡ଼ ଅନ୍ଧାର ରଜନୀ। କପିଳା ଗୋଷ୍ଠେ ଥିଲା ଶୋଇ,
ଅନ୍ଧାରେ ବାରି ନ ପାରଇ ଶାର୍ଦୂଳ ବୋଲି ତାର ଶିର ଛେଦିଲା ମନର କୁମର ଖଡ଼ଗ ଶିଖା ବ୍ୟାଘ୍ର ମୁଣ୍ଡେ ପଡ଼ି ଛିଡ଼ିଲା କାନ ଖଣ୍ଡେ ବ୍ୟାଘ୍ରର ମୁଣ୍ଡ ହୋଇ କ୍ଷତ ପଥେ ବରସିଲା ରକତ ପୃଷଧ୍ର ଜାଣେ ବ୍ୟାଘ୍ର ମଲା ଏମନ୍ତେ ରଜନୀ ପାହିଲା ବଭ୍ରୁ ମରଣ କଥା ଶୁଣି ବଶିଷ୍ଠ କୋପ ମନ ପୁଣି ମିଳିଲେ ପୃଷଧ୍ର ସମୀପେ ତାହାକୁ ସାପ ଦେଲେ କୋପେ ତୁ ଯେ ବୋଲାଉ କ୍ଷତ୍ରି ଦେହ ଏବେ ତୁ କର୍ମେ ଶୂଦ୍ର ହୁଅ ଏମନ୍ତେ ଗୁରୁ ସାପ ପାଇ କପାଳେ କରାଞ୍ଜଳି ଦେଇ ଗୁରୁଙ୍କ ଠାରୁ ଶିକ୍ଷା ଧରେ ଊର୍ଦ୍ଧ୍ୱରେ ତରେ ତପ କରେ ବିଷ୍ଣୁର ଚରଣ କମଳେ ସମାଧି କରି ଯୋଗ ବଳେ ଆତ୍ମାକୁ ଭାବି ଏକେ ଏକେ ସକଳ ଭୂତେ ହରି ଦେଖେ ନିଗ୍ରହ କରି ଇନ୍ଦ୍ରି ଗଣେ ନିଶଙ୍କେ ନିର୍ଜନ ରନେ ଯେବା ମିଳଇ ଯେତେବେଳେ ସେ ଭକ୍ଷ କରେ ସନ୍ଧ୍ୟା କାଳେ ଶରୀର ଆତ୍ମାର ସଂଯତେ ଜଡ଼ ବଧିର ଅନ୍ଧ ମତେ ଭୂମି କରଇ ପର୍ଯ୍ୟଟନ ଏମନ୍ତେ ଗଲା କେତେ ଦିନ ଯହୁଁ ହୋଇଲା ଗ୍ରୀଷ୍ମ କାଳ ବିପିନେ ଉଠିଲା ଅନଳ ସେ ଅଗ୍ନି ମଧ୍ୟେ ଦେହ ଦେଲା ତକ୍ଷଣେ ଗୋବିନ୍ଦେ ପଶିଲା ତା ଦେଖି ତାର ସାନ ଭାଇ ବିଷୟାର ସେ ନରସଇ ରାଜ୍ୟ ବିସର୍ଜି ବନ୍ଧୁ ମେଳେ ପଶିଲା ଅରଣ୍ୟ ଗହଳେ ନିରତେ ନାରାୟଣ ପାଦେ ଭକତି କଲା ଅପ୍ରମାଦେ ଅନ୍ତେ ପଶିଲା ହରିଠାରେ କିଶୋର ବୟସ କାଳରେ କରୁଷ ତହୁଁ ଯେତେ ସୁତ ରାଜା ହୋଇଲେ ବଳବନ୍ତ ସ୍ୱଭାବେ ବ୍ରହ୍ମଣ୍ୟ ଧାର୍ମିକ ନିରତେ ବିଷ୍ଣୁର ସେବକ ଉତ୍ତରା ପଥେ ହୋଇ ରାଜା ଧର୍ମେ ପାଳିଲେ ଜନ ପ୍ରଜା ଧୃଷ୍ଟରୁ ଧାଷ୍ଟ କ୍ଷତ୍ରି ହୋଏ ସେ ନ ପଡ଼ିଲା ମାୟା ମୋହେ ନିରତେ ଜ୍ଞାନ ଭାବେ ଜାଣି ପୂଜିଲା ପ୍ରଭୁ ଚକ୍ରପାଣି ହରି ଭକତି ଭାବ ଭୋଳେ ବସିଲା ସମାଧି ନିଶ୍ଚଳେ ନୃଗର ପୁତ୍ର ଯେ ସୁମତି ସୁମତି ପୁତ୍ର ଭୂତ ଜ୍ୟୋତି ବସୁ ଯେ ତାହାର ସନ୍ତତି ସ୍ୱଧର୍ମେ ପାଳଇ ସେକ୍ଷିତି ପ୍ରତୀକ ବସୁ ତହୁଁ ଜାତ ଓଘବାନ ନାମେ ତା ସୁତ ତାହାର କନ୍ୟା ଓଘବତୀ ସୁଦର୍ଶନ ତାର ପତି ନରିଷ୍ୟନ୍ତର ଯେ ନନ୍ଦନ ନାମ ତାହାର ଚିତ୍ରସେନ
ଚିତ୍ରସେନର ପୁତ୍ର ରୁକ୍ଷ ତହୁଁ ମେଢ଼ବାନ ପ୍ରତ୍ୟକ୍ଷ। ମେଢ଼ର ପୁତ୍ର କୁର୍ଚ୍ଚ ନାମ ଇନ୍ଦ୍ରସେନ ତାର ନନ୍ଦନ। ତାହାଙ୍କ ସୁତ ବିତିହୋତ୍ର ତାତହୁଁ ସତ୍ୟ ଶ୍ରବାଜାତ। ଉରୁଶ୍ରବା ତାହାଙ୍କ ସୁତ ତାତହୁଁ ଜାତ ଦେବଦତ୍ତ। ଅଗ୍ନିବେଶ ତାଙ୍କ ସନ୍ତତି ତାତହୁଁ ଅଗ୍ନି ଉତପତି। ଅଗ୍ନିବେଶଙ୍କ ଦୁଇ ନାମ ଯେ ଜାତୁ କର୍ଣ୍ଣ ଯେ କାନେନ। ଏ ଦୁଇ ନାମେ ମହାଋଷି ଜଗତ ମଧ୍ୟେ ସଦା ଘୋଷି। ତାତହୁଁ ଅଗ୍ନି ବେଶ୍ୟାୟନ ନାମରେ ବ୍ରହ୍ମକୁଳ ଜନ୍ମ। ଦିଷ୍ଟବଂଶର କଥା ମାନ ଏବେ ତୁ ଶୁଣ ହୋ ରାଜନ। ନାଭାଗ ନାମେ ଦିଷ୍ଟସୁତ କର୍ମେ ସେ ବୈଶ୍ୟ ଜାତି ପ୍ରାପ୍ତ। ତାହାର ସୁତ ଭଲନ୍ଦନ ବତ୍ସ ପ୍ରୀତି ତାର ନନ୍ଦନ। ପ୍ରାଂଶୁ ତାହାର ସୁତ ହୋଏ ଯାରୂପ କନ୍ଦର୍ପକୁ ମୋହେ। ପ୍ରମତି ନାମେ ତାର ସୁତ ଖନିତ୍ର ତାର ବଂଶେ ଜାତ। ଚାକ୍ଷୁଷ ନାମେ ତାର ପୁତ୍ର ବିବିଂଶତି ତାହାର ସୁତ। ତହିଁରୁ ରମ୍ଭ ହେଲା ଜାତ ଶୁଣ ରାଜନ ପରୀକ୍ଷିତ। ଖନି ନେତ୍ର ତାର ବାଳକ ଥିଲା ଯେ ପରମ ଧାର୍ମିକ। ତାହାର ସୁତ କରନ୍ଦମ ତାତହୁଁ ଅବିକ୍ଷିତ ଜନ୍ମ। ମରୁତ ତାହାର ସନ୍ତତି ସେ ଭୂମି ମଧ୍ୟେ ଚକ୍ରବର୍ତ୍ତୀ। ସମ୍ବର୍ତ୍ତ ଅଙ୍ଗିରାର ବଳା ଯାହାର ଯାଗ କରାଇଲା। ସେ ଯଜ୍ଞେ ସର୍ବ ଦେବେ ଆସି ନିତ୍ୟ ଯଜ୍ଞକୁ ପରଶଂସି। ବୋଲନ୍ତି ଯଜ୍ଞ ପାତ୍ରେ ଚାହିଁ ଏମନ୍ତ ଦେଖିଲା ତ ନାହିଁ। ହିରଣ୍ୟମୟ ବସ୍ତୁ ଦେଖି ରସ ଭୋଜନେ ହୋଇ ସୁଖୀ। ଇନ୍ଦ୍ର ମାତିଲେ ସୋମ ଖାଇ ବିପ୍ରେ ମାତିଲେ ଦାନ ପାଇ। ଯାର ସଭାରେ ବିଶ୍ଵେ ଦେବା ବାୟୁ ସମେତ କଲେ ସେବା। ମରୁତ ସୁତ ଧମ ନାମ ଜଗତ ରୂପ ଦେଖେ ସମ। ରାଜବର୍ଦ୍ଧନ ତାନନ୍ଦନ ତାର ସୁଧୃତି ଅନୁପମ। ସୁଧୃତି କୁମାର ସୌଧୃତି ନର ନାମରେ ସେ ଖ୍ୟାତି। କେବଳ ତାହାର ନନ୍ଦନ ତାହାର ପୁତ୍ର ବନ୍ଧୁମାନ। ତାର କୁମର ବେଗବାନ ବନ୍ଧୁ ଯେ ତାହାର ନନ୍ଦନ। ତାର ତନୁଜ ତୃଣ ବିନ୍ଦୁ ତାରୂପେ ପଟାନ୍ତର ଇନ୍ଦୁ। ତାହାର ପତ୍ନୀ ଅଳମୂଷା ଅପ୍ସରା ଗଣେ ସେ ପ୍ରଶଂସା। ତା ଗର୍ଭେ ଇଡ଼ ବିଡ଼ା ଜାତ ବିଶ୍ରବା ମୁନି ଯାର କାନ୍ତ। ବିଶ୍ରବା ଇଡ଼ ବିଡ଼ା ଗର୍ଭେ
କୁବେର ଉପୁଜିଲେ ଭାବେ, ସେ ମୁନି ଯୋଗେଶ୍ୱର ବଳା। ଆନନ୍ଦେ ପୁତ୍ରେ ଶିକ୍ଷା ଦେଲା, ତୃଣ ବିନ୍ଦୁର ପୁତ୍ରଗଣ। ଏବେ ତାହାଙ୍କ ନାମ ଶୁଣ, ବିଶାଳ ଶୂନ୍ୟ ବନ୍ଧୁଆର। ଧୂମ୍ରକେତୁ ଆଦି କୁମର, ବୈଶାଳୀ ପୁରୀ ଯେ ନିର୍ମାଇ। ତାତହୁଁ ହେମ ଚନ୍ଦ୍ର ହୋଇ, ଧୂମ୍ରାକ୍ଷ ନାମେ ତାର ସୁତ। ତାର ମହିମା ଅଲୋକିତ, ସଂଯମ ତାହାର ତନୁଜ। ତହୁଁ କୃଶ୍ୱାସ ଯେ ଦେବଜ, କୃଶ୍ୱାସ ପୁତ୍ର ସୋମଦତ୍ତ। ତାର ମହିମା ଅଦ୍ଭୁତ, ଅନେକ ଅଶ୍ୱମେଧ କଲା। ପରମ ବ୍ରହ୍ମେ ସେ ପଶିଲା, ସୁମତି ସୋମଦତ୍ତ ବଳା। ରୂପେ ବିରାଜେ କାମ କଳା, ତାର କୁମର ମହାଶୟ। ଯାହାର ନାମ ଜନ୍ମେଜୟ, ବିଶାଳ ବଂଶେ ଏତେ ରାଜା। ସୁଖେ ପାଳିଲେ ଜନ ପ୍ରଜା, ଯଶ ତାହାଙ୍କ ନିଜ ଧନ। ସକଳ ଗୁଣେ ବିଦ୍ୟମାନ, ଏମନ୍ତେ କହିଲି ମୁଁ ତୋତେ। ତୋ ଆଗେ ବଂଶାନୁଚରିତେ, ଏହା ଯେ ଶୁଣନ୍ତି ଗୁଣନ୍ତି। ଅପୁତ୍ରେ ସୁପୁତ୍ର ଲଭନ୍ତି, କମଳା ରହେ ତା ଭୁବନେ। ଯଶ ବଢ଼ଇ ଦିନେ ଦିନେ, ବୋଲଇ ଦାସ ଜଗନ୍ନାଥ। ନବମ ସ୍କନ୍ଧେ ଭାଗବତ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ନବମ ସ୍କନ୍ଧେ ବଂଶାනුଚରିତମ୍ ନାମ ଦ୍ୱିତୀୟୋଧ୍ୟାୟ। ତୃତୀୟ ଅଧ୍ୟାୟ ସର୍ଯାଦି ବଂଶାନୁଚରିତ। ତୃତୀୟ ଅଧ୍ୟାୟେ ବର୍ଣ୍ଣିତ। ଶ୍ରୀଶୁକ ଉବାଚ, ଏବେ ହୋ ଶୁଣ ସାବଧାନେ, ମନୁର ବଂଶାନୁବିଧାନେ। ସର୍ଯାତି ନାମେ ମନୁସୂତ, ଶୁଣ ହୋ ତାହାର ଚରିତ। ସ୍ୱଭାବେ ବ୍ରହ୍ମିଷ୍ଠ ହୋଇଲା, ଅଙ୍ଗିରା ଯଜ୍ଞେ ଶିକ୍ଷା ଦେଲା। ସୁକନ୍ୟା ନାମେ ତାର କନ୍ୟା, ହୋଇଲା ରୂପେ ଅନୁପମା। ସେ କନ୍ୟା ପିତାର ସଙ୍ଗତେ, ଆନନ୍ଦେ ପଶିଲା ବନସ୍ତେ। କୁମାରୀ 5-7 ସଙ୍ଗେ, ବନେ ବୁଲଇ ଅତି ରଙ୍ଗେ। ସେ ବନେ ଭୃଗୁର ନନ୍ଦନ, ତପସ୍ୱୀ ନାମ ତା ଚ୍ୟବନ। ସେ ବନେ ନିଶ୍ଚଳ ଆସନେ, ବସଇ ମୁନି ଯୋଗ ଧ୍ୟାନେ। ବସିଲା ଅନେକ ବରଷ, ରହିଲା ଅସ୍ଥି ଚର୍ମ ଶେଷ। ବାଲ୍ମୀକ କୀଟ ତାର ଦେହେ, ମୁଖ ଢାଙ୍କିଲେ ମୂର୍ତ୍ତିକାଏ। ବାଲ୍ମୀକ କୁଦ ପ୍ରାୟ ଦିଶେ, କେବଳ ନୟନ ପ୍ରକାଶେ। ଏମନ୍ତେ ରାଜକନ୍ୟା ଗଲା, ଚ୍ୟବନ ନିକଟେ ମିଳିଲା। ବାଲ୍ମୀକ କୁଦ ମଧ୍ୟେ ଭିନ୍ନ, ଦିଶଇ ମୁନିଙ୍କ ନୟନ। ଅଦ୍ଭୁତ ବେନି ଜ୍ୟୋତି ଚାହିଁ, ସୁକନ୍ୟା ମନେ ବିଚାରଇ। ଏତ ସୁନ୍ଦର ଜ୍ୟୋତି ଦିଶେ, ତେଜେ ତିମିର ବନେ ନାଶେ। ଏମନ୍ତ ମନେ ପରିମାଣି, କଣ୍ଟକ ବୃକ୍ଷ କଣ୍ଟା ଆଣି। ସେବେନି ଜ୍ୟୋତି କଲା କ୍ଷତ,
ତକ୍ଷଣେ ଶ୍ରବିଲାର କଥା ବଲ୍ମୀକ ମଧ୍ୟ ଶୁଣି ବହେ ଧାରା ଦିଶଇ ମୁନି ଦେହେ ମୁନି କି ଅପରାଧ କଲା ଶୁଣ ହେ ଅଭିମନ୍ୟୁ ବୋଳା। ତକ୍ଷଣେ ରାଜାର ସଙ୍ଗତେ ଅପର ଲୋକ ଥିଲେ ଯେତେ ସର୍ବେ ହୋଇଲେ ଅପରାଧୀ ହୋଇଲା ମୂତ୍ର ଦ୍ୱାର ରୁନ୍ଧି ସୁକନ୍ୟା ସଙ୍ଗେ କନ୍ୟା ଯେତେ ଥିଲେ ଯେ ରାଜାର ସଙ୍ଗତେ କେହି ନ ପାରେ ମୂତ୍ର କରି କାନ୍ଦନ୍ତି ମୂତ୍ର ଦ୍ୱାର ଧରି ସର୍ବେ କରନ୍ତି ହାହାକାର ଶୁଣି ସର୍ଜାତି ନୃପବର ଅଦ୍ଭୁତ ଚାହିଁ ସର୍ବଜନ କନ୍ୟାକୁ ବୋଲନ୍ତି ବଚନ ତୁ ଯେ ବନସ୍ତେ ବୁଲୁଥିଲୁ କହ ତୁ କିବା ଚରିଲୁ ସେ କର୍ମ ବଳେଟିଏ ବ୍ୟାଧି ରହିଲା ମୂତ୍ର ଦ୍ୱାର ରୁନ୍ଧି ସର୍ବେ ମରିବା ଏହି କ୍ଷଣି ସୁକନ୍ୟା କହେ ତାହା ଶୁଣି ଭୋତାତ ବଲ୍ମୀକ ଉପରେ ଜ୍ୟୋତି ଯୁଗଳ ଦେଖି ଖରେ ଅଦ୍ଭୁତ ପ୍ରାୟ ମୋହିମଣି କଣ୍ଟକ ବୃକ୍ଷୁ କଣ୍ଟା ଆଣି ଭେଦିଲି ସେ ଜ୍ୟୋତି ଅଦ୍ଭୁତ ତକ୍ଷଣେ ଶ୍ରବିଲାର କତ ତା ଶୁଣି ନୃପତି ବେଗେ ମିଳିଲା ବଲ୍ମୀକର ଆଗେ ସମ୍ଭ୍ରମେ ବେନି କର ଯୋଡ଼ି କହେ ବଲ୍ମୀକ ତଳେ ପଡ଼ି ଭୋକିଟ ବଲ୍ମୀକ ତ ଦେହ ରୁଧିର ବହେ କିମ୍ପା କହ ମୁଁ ତୋର କଲି ଅପରାଧ ତ ଜ୍ୟୋତି କନ୍ୟା କଲା ଭେଦ ସେ କନ୍ୟା ସ୍ୱଭାବେ ଚଞ୍ଚଳ ସର୍ବେ ପାଇଲୁ ତାର ଫଳ ନିରୋଧ ହେଲା ମୂତ୍ର ଦ୍ୱାର ରଖ ଶରଣ ଗଲି ତୋର ଏମନ୍ତ ରାଜା ବାକ୍ୟ ଶୁଣି ଚ୍ୟବନ କହେ ଦୁଃଖ ବାଣୀ ଭୂନୃପ ଭୃଗୁର କୁମର ଚ୍ୟବନ ଋଷି ନାମ ମୋର ମୁଁ ଏ ଅରଣ୍ୟେ ତପ କରି ଚିନ୍ତଇ ପ୍ରଭୁ ନର ହରି ଆସନେ ବସିଲି ନିଶ୍ଚଳ ଏମନ୍ତେ ଗଲା କେତେ କାଳ ବଲ୍ମୀକ କୀଟ ମୋ ଶରୀରେ ମାଂସରୁ ଧୀର ଭକ୍ଷି ଖରେ ମୃତ୍ତିକା ମୋହର ଉପରେ ମୁଖେ ଆଚ୍ଛାଦି ନିରନ୍ତରେ ଦେହ ଭଖିଲେ ସ୍ୱାଦୁର ସେ କେବଳ ଅସ୍ଥି ରହେ ଶେଷେ ଏମନ୍ତେ ମୁନି ମୁଖ ଶୁଣି ଚରଣେ ପଡ଼ି ନୃପମଣି ଧରିଣ ମୁନିଙ୍କ ଚରଣ ବୋଲଇ କର ପରିତ୍ରାଣ ଏ ଯେ ସୁକନ୍ୟା ମୋ ଦୁଲଣୀ ଏ ହେଉ ତୁମ୍ଭର ଘରଣୀ ସତ୍ୟବଚନ ଏ ମୋହର ଏଥକୁ ସାକ୍ଷୀ ଦିବା କର ଏମନ୍ତ ରାଜା ମୁଖ ଶୁଣି ଚ୍ୟବନ କହେ ମଞ୍ଜୁବାଣୀ ଏ ଯେବେ ସତ୍ୟ ବାକ୍ୟ ତୋର ସ୍ରବୁ ସକଳ ମୂତ୍ର ଦ୍ୱାର ଶୁଣି ସେ ଚ୍ୟବନ ବଚନ ଫିଟିଲା ମୂତ୍ର ନିରୋଧନ ସର୍ବେ ଲଭିଲେ ପରିତ୍ରାଣ ଏବେ ହୋ ପରୀକ୍ଷିତ ଶୁଣ ମୁନିଙ୍କି କନ୍ୟାଦାନ କରି ରାଜା ଚଳିଲେ ନିଜ ପୁରୀ ନିଜ ଜନଙ୍କ ସଙ୍ଗେ ମିଶି ଚ୍ୟବନ ମହିମା ପ୍ରକାଶୀ ସୁକନ୍ୟା ଚ୍ୟବନ ସମୀପେ ଖଟଇ ମନ ଅନୁରୂପେ ନିତ୍ୟ କଳ୍ପିତ ଭିକ୍ଷାଣୀ ଯେ ମିଳେ ଶାକ କନ୍ଦ ପାଣି
ଏମନ୍ତେ ଶୁଣ ନୃପବର, ବିଧାତା ବିଧି ବଳିଆର। ଏମନ୍ତେ କେତେ ଦିନ ଗଲା, ସୁକନ୍ୟା ରଜ ପ୍ରକାଶିଲା। ସେଦିନ ପ୍ରଭାତର କାଳେ, ଅଶ୍ୱିନୀ କୁମାରେ ମିଳିଲେ। ମୁନିଙ୍କ ନମସ୍କାର କରି, ବସିଲେ ଆସନ ଆବୋରି। ଚ୍ୟବନ ଉଠି ମନ ତୋଷେ, ଅଶ୍ୱିନୀ କୁମାରଙ୍କ ପାଶେ। ପାଦର୍ଘେ ଚରଣ ପୂଜିଲେ, ଅନେକ ସ୍ତୁତି ବାକ୍ୟ କଲେ। ବୋଲନ୍ତି ବିଶ୍ୱାସ କରାଇ, ଦେବଙ୍କ ବୈଦ୍ୟ ତୁମ୍ଭେ ଦୁଇ। ଯେ ତୁମ୍ଭ ନାମ ଉଚ୍ଚାରନ୍ତି, ରୋଗ ପ୍ରବନ୍ଧୁ ସେ ଡରନ୍ତି। ଦେଖ ଏ ମୋହର ଶରୀର, ଜରା ଅବସ୍ଥା ଜର ଜର। ସର୍ଜାତି କନ୍ୟା ମୋତେ ଦେଲା, ଭାବ ଭାବ ନ ଜାଣିଲା। ଦେଖ ଏ କନ୍ୟା ପତିବ୍ରତା, ଏହାକୁ ହୁଅ ବରଦାତା। ଏ ବୃଦ୍ଧ ଦୁଃଖ ମୋର ହର, ଯୁବା ବୟସ ମୋର କର। ମୁଁ ପୁଣି ତୁମ୍ଭ ଉପକାର, କରିବି ଯଥାର୍ଥ ବ୍ୟବହାର। ତୁମ୍ଭେ ଯେ ଦେବ ବୈଦ୍ୟ ଦୋଷେ, ଯଜ୍ଞ ଲୋଭ ସମ ଅଂଶେ। ଯଜ୍ଞ ମୁଁ ତୁମ୍ଭଙ୍କୁ ବରିବି, ଆନନ୍ଦେ ଯଜ୍ଞ ଭାଗ ଦେବି। ଇନ୍ଦ୍ରଙ୍କି କରିବ ମୋହର, ଯୁବା ଶରୀର ମୋତେ କର। ଏମନ୍ତ ମୁନି ମୁଖ ଶୁଣି, ଅଶ୍ୱିନୀ ସୁତେ ମନେ ଗୁଣି। ବୋଲନ୍ତି ମୁନି ମୁଖ ଚାହିଁ, ଏକଥା ଅନ୍ୟଥା ନୁହଇଁ। ଆମ୍ଭର ସଙ୍ଗେ ସିଦ୍ଧ ହ୍ରଦେ, ସ୍ନାନ କର ପ୍ରମାଦେ। ହୋଇବ ମୋର ସ୍ୱରୂପ, ପ୍ରତ୍ୟକ୍ଷେ ମନ୍ତ୍ର ବଳ ଦେଖ। ତା ଶୁଣି ଚ୍ୟବନ ଆନନ୍ଦେ, ବେଗେ ପଶିଲେ ସିଦ୍ଧ ହ୍ରଦେ। ତିନିହେ ହସ୍ତେ ହସ୍ତ ଧରି, ଜଳେ ବୁଡ଼ିଲେ ବୋଲି ହରି। ତକ୍ଷଣେ ଏକ ରୂପ ହୋଇ, ଉଠିଲେ କନ୍ୟା ମୁଖ ଚାହିଁ। କିଏ ବା ଦେବା ପଟାନ୍ତର, ରୂପେ ମୋହିଲେ ସୁର ନର। ସେ କନ୍ୟା ତୀରେ ଚାହିଁଥିଲା, ନିଜ ସ୍ୱାମୀଙ୍କି ନ ଚିହ୍ନିଲା। ବିକଳେ ହୋଇ ଛନ୍ନ ଛନ୍ନ, ଅନାଇ ତାହାଙ୍କ ବଦନ। କର ଯୁଗଳ ମୁଣ୍ଡେ ଦେଇ, ବୋଲଇ କର ତ୍ରାହି ତ୍ରାହି। ମୁଁ ଯେବେ ସତ୍ୟ ପତିବ୍ରତା, ନିକଟେ ଦିଅ ମୋର ଭର୍ତ୍ତା। ଅଶ୍ୱିନୀ ସୁତେ ତାହା ଶୁଣି, ସ୍ୱାମୀକି ଦେଲେ ତାର ଆଣି। ମୁନିଙ୍କି ନମସ୍କାର ହୋଇ, ସ୍ୱର୍ଗେ ଚଳିଲେ ବେନି ଭାଇ। ଶୁଣ ହୋ ପରୀକ୍ଷିତ ଏବେ, ସର୍ଜାତି ଯଜ୍ଞର ଆରମ୍ଭେ। ଚ୍ୟବନ ଆଶ୍ରମେ ମିଳିଲା, ନୟନେ ଅଦ୍ଭୁତ ଦେଖିଲା। ନିଜ କନ୍ୟାର ପାଶେ ବସି, ଅଛି ପୁରୁଷେ ତେଜ ରାଶି। ସୁକନ୍ୟା ଆସି ପିତା ପାଦେ, ସ୍ୱଭାବେ ନମିଲା ନନ୍ଦେ। ତାହାକୁ କଲ୍ୟାଣ ନ କରି, କନ୍ୟାକୁ ବୋଲେ କୋପ ଭରି। ଅଦ୍ଭୁତ କର୍ମ ଏ ତୋର, ଅତ୍ୟନ୍ତ ବୃଦ୍ଧ ତୋର ବର। ତାର ଚରଣ ସେବା ଛାଡ଼ି, ଯୁବା ପୁରୁଷେ ମନ ବଢ଼ି। କେମନ୍ତେ ବଳିଲା ତ ମତି, ସଂସାରେ ହୋଇଲୁ ଅସତି। କୁଳ ଦୂଷଣ କର୍ମ କଲୁ, ବୃଦ୍ଧ ସ୍ୱାମୀଙ୍କୁ ପେଖିଲୁ। ଯାର ପୁରୁଷେ କଲୁ ମତି,
ଏ ବଡ଼ ତୋହର ନୀତି ଉଭୟ କୂଳ କଲୁ ନାଶ ପର ପୁରୁଷେ ତୋ ବିଶ୍ୱାସ ଏ କର୍ମେ ପିତା ପତି ବଂଶ ନରକେ କରାଇଲୁ ବାସ ଏମନ୍ତ ପିତା ବାକ୍ୟ ଶୁଣି ହସି ବୋଲଇ ତା ଦୁଲଣି ଭୋତାତ ଭ୍ରାନ୍ତି ତୁ ନ କର ଏହିଟି ମୋର ନିଜ ବର ଏମନ୍ତ ପିତାର ଗ୍ରତେ ସର୍ବ କହିଲା ଆଦ୍ୟ ପ୍ରାନ୍ତେ ଯେମନ୍ତେ ସ୍ୱର୍ଗ ବୈଦ୍ୟ ଆସି ସୁନ୍ଦର କଲେ ଜଳେ ପଶି ବୃଦ୍ଧକୁ ଯୁବା ରୂପ କଲେ ରଥ ଆରୋହୀ ସ୍ୱର୍ଗେ ଗଲେ ଏମନ୍ତେ କନ୍ୟା ବାକ୍ୟ ଶୁଣି ଅତି ଆନନ୍ଦ ନୃପମଣି ତକ୍ଷଣେ ଦୁହିତା ବଚନ ଅଦ୍ଭୁତ ଶୁଣି ସେ ରାଜନ ଅତି ଆନନ୍ଦେ ମୋଦ ଭରି ନିଜ ଦୁହିତା କୋଳ କରି ତକ୍ଷଣେ ନିଜ ପୁରେ ଗଲା ଶୁଣ ଅଭିମନ୍ୟୁ ବଳା ନିଜ ଭୁବନେ ନୃପମଣି ଯବନରୁ ମୁନି ଗୃହେ ଆଣି ଆଗମ ନିଗମ ଉକତେ ଯଜ୍ଞ ସେ କଲା ବହୁମତେ ଯବନ ବାକ୍ୟେ ଯଜ୍ଞେ ତାର ମିଳିଲେ ଅଶ୍ୱିନୀ କୁମାର ତାହାଙ୍କୁ ଶ୍ରମ ଦେବା ବେଳେ ଇନ୍ଦ୍ର ମିଳିଲା ଯଜ୍ଞଶାଳେ ବକ୍ର ଉଞ୍ଚାଇ କୋପ ଭରେ ନିଷେଧ କଲା ମନ୍ତ୍ର ସ୍ୱରେ ତା ଦେଖି ଚ୍ୟବନ ଉଠିଲେ ଇନ୍ଦ୍ରର ବଜ୍ରକୁ ସ୍ତମ୍ଭିଲେ ମାରି ନ ପାରି ବଜ୍ର କୋପେ ଇନ୍ଦ୍ର ଶରୀର କ୍ରୋଧେ କମ୍ପେ ବୋଲଇ ମୁନି ମୁଖ ଚାହିଁ ଏକଥା ଉଚିତ ନୁହଁ ଯଜ୍ଞେ ହାଙ୍କ ଭାଗ ନାହିଁ ଆହୁତି ଦେଉ କାହିଁ ପାଇଁ ଚ୍ୟବନ ବୋଲେ ଇନ୍ଦ୍ର ଚାହିଁ ସତ୍ୟ ଯେ କରିଅଛି ମୋହିଁ ଏ ଯହୁଁ ଯୁବା କଲେ ମତେ ଆହୁତି ଦେବି ଯଜ୍ଞନ୍ତେ ଯଜ୍ଞରେ ଶେଷ ଭାଗ ପାଇ ସନ୍ତୋଷ ହେବେ ବେନି ଭାଇ ବ୍ୟାଧି ନାସିବେ ଯଜମାନେ ଏମନ୍ତେ ଚ୍ୟବନ ବଚନେ ତୋଷ ହୋଇଲା ସୁରନାଥ ମୁନି ଛାଡ଼ିଲେ ତାର ହସ୍ତ ସେଦିନୁ ସର୍ବ ଦେବେ ଯଜ୍ଞେ ତାଙ୍କୁ ସ୍ଥାପିଲେ ହବିର୍ଭାଗେ ସେ ସୋମ ଭାଗ ପାନ୍ତି ଏବେ ହୋ ଶୁଣ ନରପତି ଏମନ୍ତେ ଯଜ୍ଞ କର୍ମ ଫଳେ ପୁତ୍ରେ ଜନ୍ମିଲେ ରାଜା କୁଳେ ଅତି ସୁନ୍ଦର ଅନୁପମ ଶୁଣ ହୋ ପୁତ୍ରଙ୍କର ନାମ ଉତ୍ତାନ ବରହିଆନର୍ତ ତୃତୀୟ ଭୂରି ସେନ ଜାତ ସର୍ଜାତି ପୁତ୍ରେ ମହାତେଜେ ପ୍ରଜା ପାଳିଲେ ଶୁଭେ ରାଜେ ଆନର୍ତ ନାମେ ମଧ୍ୟ ସୁତ ଶୁଣ ହୋ ତାହାଙ୍କ ଚରିତ
ସେ ନିତ୍ୟ ହରି ସେବା କରେ, ତାହାର ପତ୍ନୀର ଉଦରେ ରେବତ ନାମେ ପୁତ୍ର ଜାତ, ହୋଇଲା ଅତି ବଳବନ୍ତ। ସମୁଦ୍ର ମଧ୍ୟେ ପୁର କଲା, ତା ନାମ କୁଶସ୍ଥଳୀ ଦେଲା। ସେ ରାଜ୍ୟେ ବସି ଦିନା କେତେ, ଭୋଗ ଭୁଞ୍ଜିଲା ମନ ସୁସ୍ଥେ। ନିତ୍ୟ ସେ ବିଷ୍ଣୁଙ୍କୁ ଚିନ୍ତଇ, ତାହାର ଶତ୍ରୁ ନାହିଁ କେହି। ତାହାର 100 ପୁତ୍ର ଜାତ, ତାହାଙ୍କ ମଧ୍ୟେ ଜ୍ୟେଷ୍ଠ ଭ୍ରାତ। କୁକୁଦ୍ମି ନାମ ତାର ହଏ, ଇନ୍ଦ୍ର କମ୍ପଇ ଯାର ଭଏ। ରେବତୀ ନାମେ କନ୍ୟା ତାର, ସୁନ୍ଦରେ ନାହିଁ ପଟାନ୍ତର। ସେ କନ୍ୟା ଘେନି ଅତି ଦୁଃଖେ, ଆସି ମିଳିଲା ବ୍ରହ୍ମଲୋକେ। ଭୂମିରେ ନୃପତି କୁମର, ଯେତେ ମିଳିଲେ ତାକୁ ବର। ତାଙ୍କୁ ନ ଦେଲା କୁଳ ଶ୍ରେଷ୍ଠେ, ମିଳିଲା ବ୍ରହ୍ମାଙ୍କ ନିକଟେ। ସେ ବ୍ରହ୍ମା ଘେନି ମହାଜନ, କରଇ ବିଷ୍ଣୁଙ୍କ କୀର୍ତ୍ତନ। କ୍ଷଣେ ରହିଲା ତାକୁ ଦେଖି, ସେ ଧାତା କୀର୍ତ୍ତନ ଉପେକ୍ଷି। ତକ୍ଷଣେ ଚାହିଁ ତା ବଦନ, ବୋଲନ୍ତି ମଧୁର ବଚନ। କିମ୍ପା ଅଇଲୁ ବ୍ରହ୍ମଲୋକେ, ଏ କନ୍ୟା ଘେନି ମନ ଦୁଃଖେ। ବ୍ରହ୍ମା ବଚନେ ଦଣ୍ଡଧାରୀ, ଚରଣେ ନମସ୍କାର କରି। ବୋଲଇ ଅତି ଦୁଃଖ ଭରେ, ଏ କନ୍ୟା ଦେବି କେଉଁ ବରେ। ଏ କଥା ରାଜା ମୁଖ ଶୁଣି, ହସି ବୋଲନ୍ତି କୁଶ ପାଣି। ଅଦ୍ଭୁତ କଥା ଏ ତୋହର, ଭୂମିରେ ନ ବରିଲୁ ବର। ଯା କଥା ଅଇଲୁ ତୁ କହି, ଭୂମିରେ ତାଙ୍କ ବଂଶ ନାହିଁ। ବ୍ରହ୍ମାଣ୍ଡ ମଧ୍ୟେ କାଳ ବଳେ, ଅନେକ ଯୁଗ ବହିଗଲେ। ଯେ ପୁତ୍ର ନାତି ତାଙ୍କ ଥିଲେ, କାଳର ବଳେ ନାଶ ଗଲେ। ସେ ଗୋତ୍ର ନାହିଁ ରବି ତଳେ, ଶୁଣ ହେ ଯେତେ ଯୁଗ ଗଲେ। ପ୍ରଚଣ୍ଡ କାଳ ଲୀଳା ବଳେ, ବିଷ୍ଣୁ ବିହରେ ରବି ତଳେ। ଶପଥ ବିଂଶ ଚତୁର୍ଯୁଗ, ଭୂମିରେ କାଳ କଲା ଭୋଗ। ଅଧିକ 3 ଯୁଗ ଗଲା, କଳି ଆଗମ ଆସି ହେଲା। ଦ୍ୱାପର ଯୁଗ ଅବସାନ, ଏବେ ତୁ ଶୁଣ ମୋ ବଚନ। ଭାରାଜେ ନିବାରଣ ଅର୍ଥେ, ବିଷ୍ଣୁ ଜନ୍ମିଲେ ଜଗତେ। ଦେବକୀ ଗର୍ଭେ ଦେହ ବହି, ନୀଳ ଧବଳ ରୂପ ହୋଇ। ଅନନ୍ତ ବଳ ଭଦ୍ର ରୂପେ, ଜନ୍ମ ଲଭିଲେ ମୋହ କଳ୍ପେ। ଏ କନ୍ୟା ରତ୍ନ ତାଙ୍କୁ ଦେଇ, ଭବସାଗରୁ ତର ତୁହି। ଏମନ୍ତ ବ୍ରହ୍ମା ମୁଖ ଶୁଣି,
आनंद मने नृपमणि तक्षणे निज पुरे गला शुण हो गोविंदर लीला ताहार जेते भ्राता थिले ଯକ୍ଷଙ୍କ ଭଏ ପଳାଇଲେ ସେ କନ୍ୟା ବଳ ଦେବେ ଦେଇ ଆନନ୍ଦେ କୃତ୍ୟ କୃତ୍ୟ ହୋଇ ତପ କରଣେ ଶୁଦ୍ଧ ମନେ ମିଳିଲା ବଦରିକାଶ୍ରମେ ବୋଲଇ ବିପ୍ର ଜଗନ୍ନାଥ नवम स्कंधे भागवत सुजनेणे मति कर तरिब संसार सागर अन्ते पाइब चक्रधर एणे विश्वास मने कर। इति श्रीमद्भागवते महापुराणे पारमहंस्यां संहितायां नवम स्कंधे षड्जाति वंशानुचरिते तृतीय अध्याय।